ସେଟା ଗୋଟେ ପ୍ଲାନ୍ଡ ହେଇଥିଲା। ମୁଁ 2 ମାସ ଆଗରୁ ଡିସାଇଡ କରିଥିଲି ଛିଡା ହେବା ପାଇଁ। ତା ପାଇଁ ମୁଁ ବହୁତ ଗ୍ରାଉଣ୍ଡ ୱାର୍କ କରାହେଇଥିଲା। ତା ଡିଫରେନ୍ସ 2002 ଆଉ ଏବେକାର ନେଲେ ଏବେ ଯୋଉଟା ହେଇଛି, ଏବେ ମୁଁ ହଠାତ୍ ମାନେ ମୁଁ ବୋଧେ 3 ତାରିଖ ସନ୍ଧ୍ୟାବେଳେ ମୋର ଫାଇନାଲ ହେଲା। ମୁଁ ବି ରେଡି ନଥିଲି ତା ପାଇଁ, ହଠାତ୍ କରାହେଇଛି। ଯୋଉ ଗ୍ରାଉଣ୍ଡ ୱାର୍କ କରିବା କଥା ସେଟା ହେଇପାରିନି, କିନ୍ତୁ ଲାଗିଛୁ ଯାହା ହବ ଦେଖାଯିବ। ସାର୍ ଆପଣ ବି କହୁଥିଲେ କିନ୍ତୁ ଧନ୍ୟବାଦ ମୋଦିଜୀଙ୍କର, ଅମିତ ଶାହଜୀଙ୍କର, ଆମ ମୋହନ ଭାଇଙ୍କର, ମନମୋହନ ଜୀ, ମନମୋହନ ସାମଲ ଜୀ, ଏମାନେ ସବୁ ଲାଗିକି ତାଙ୍କ କୋଅପରେସନ ସେ ଯଦି ଫୁଲ ସପୋର୍ଟ ବି ଦେଲେ ମତେ, ସେଇ ତାଙ୍କୁ ମୁଁ ଧନ୍ୟବାଦ ଦଉଛି। ତାଙ୍କ ସପୋର୍ଟ ଆଉ ଆମେ ଯୋଉ ଗ୍ରାଉଣ୍ଡ ୱାର୍କ କରିଛୁ ଦେଖିକି ଆମେ ଲଢୁଛୁ, ଦେଖାଯିବ କଣ। 2002 ଆଉ ବର୍ତ୍ତମାନ ସ୍ଥିତି ଯାହା ଆପଣ କହିଲେ, ବହୁତ କମ ସମୟ ଭିତରେ ଆପଣଙ୍କ ନାଁ ସିଲେକ୍ସନ କରାଗଲା ବା ଆପଣ ପ୍ରତିଦ୍ୱନ୍ଦିତାକୁ ଓହ୍ଲେଇଲେ। କଷ୍ଟ କୋଉଟା ଆପଣ ସେତେବେଳେ ବହୁତ କଷ୍ଟ ଥିଲା ନା ବର୍ତ୍ତମାନ ଆପଣ ଲାଗୁଛନ୍ତି ଏଇଟା ବର୍ତ୍ତମାନ ଅଧିକ କଷ୍ଟ ହବ ଦିଲ୍ଲୀପ ରାୟଙ୍କ ପାଇଁ? ସେଟା 2 ମାସର ଗ୍ରାଉଣ୍ଡ ୱାର୍କ ଥିଲା, ଏଟା 2 ଦିନର ବି ଗ୍ରାଉଣ୍ଡ ୱାର୍କ ହେଇନି, ତ ଟିକେ ଟାଇମ ଲାଗିବ। ଦେଖାଯାଉ, ଏପର୍ଯ୍ୟନ୍ତ ଜଣା ପଡିନି, କାମ କରୁଛୁ, ଆଉ ଦିନେ ଦିନ ପରେ ଜଣା ପଡିବ। କୁହାଯାଉଛି ଯେ ଆପଣ ବେଶ ଚତୁର ଏବଂ ବେଶ ରାଜନୀତିରେ ପୋଖତ ଏବଂ ରାଜ୍ୟସଭାକୁ ହାତେଇବା ପାଇଁ ଦିଲ୍ଲୀପ ରାୟ କିଛି ନା କିଛି ଗୋଟେ ନୂଆ ଷ୍ଟ୍ରାଟେଜି ଆପଣେଇ ପାରନ୍ତି ଏବଂ ଏଥିରେ କିଛି ସନ୍ଦେହ ନାହିଁ। ମୋ ଷ୍ଟ୍ରାଟେଜିରେ ହବନି। ଆଜି ଏମଏଲଏ ଭାଇ ମାନେ ଅଛନ୍ତି, ଏମଏଲଏ ଭାଇ ଭଉଣୀ ମାନେ ଅଛନ୍ତି, ସେମାନେ ଡିସାଇଡ କରିବେ। ତା ଦେହରେ କନସାଇନ୍ସ ବୋର୍ଡ ବି ପଡିପାରେ। ସବୁ ଜିନିଷ କରିକି ଆରାମରେ କରିବ। ଆମେ ତାକୁ ଅପିଲ କରୁଛି, ଆଉ ଭଲ ସପୋର୍ଟ ତ ଅଛି, ଦେଖାଯାଉ। ଧନ୍ୟବାଦ। ଗୋଟେ କଥା ହଉଛି, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, କାରଣ ଯୋଉ ଯଦି ଆମେ ଅଙ୍କ ଗଣିତ ଦେଖିବା ତାହେଲେ ଆହୁରି 6ଟି ସିଟ୍ ବର୍ତ୍ତମାନ 6 ଜଣଙ୍କର ସପୋର୍ଟ ଆପଣଙ୍କର ଦରକାର। କେମିତି କଣ ଆପଣ ତ ଗୋଟେ ଆକଳନ କରି ସାର୍ ଛିଡା ହେଇଥିବେ ନା ଯେତେବେଳେ ନିର୍ବାଚନକୁ ଓହ୍ଲେଇଛନ୍ତି? ଆକଳନ କରାହେଇନି। ମୁଁ ତ ହଠାତ୍ ମୁଁ ତ କହିଲି 2 ଦିନ ବି ନଥିଲା, 2 ଦିନ ବି ଦିଆ ହେଇନି, ଛିଡା ହେଇଯାଇଛି, ଦେଖାଯିବ। ତାପରେ କଣ ଲାଗୁଛି ଆପଣ କଣ ନିଜେ ଯେତେବେଳେ ନିର୍ବାଚନ ଯିଏ ଲଢିଥାନ୍ତି ସେ ସବୁବେଳେ ପଜିଟିଭନେସ୍ ଥାଏ ତାଙ୍କ ଭିତରେ? ଆପଣ ଆମେ ଲାଗିଛୁ, କଷ୍ଟ ହବ କିନ୍ତୁ ଲାଗିଛୁ, ଦେଖାଯିବ। କଥା ହେଇନଥିଲେ ଯେ କଂଗ୍ରେସ କିମ୍ବା ବିଜୁ ଜନତା ଦଳ ସହିତ କଥା ଆପଣ କିନ୍ତୁ ଗୋଟେ ଦେଇଥିଲେ ଯୋଉ ପୋଷ୍ଟଟି କାଲି କରିଥିଲେ, ତାକୁ ନେଇକି ବେଶ ଚର୍ଚ୍ଚା ହଉଛି ଯେ ବିଜୁ ଲିଗାସିର କଥା। ଇଏ କେମିତି କଣ ଯେ ବିଜୁ ଲିଗାସିକୁ ଆପଣ ଅପିଲ କରିଛନ୍ତି ଯେ ଆପଣଙ୍କୁ ଭୋଟ ଦେବା ପାଇଁ? ଇଏ କେବଳ ଅପିଲ ନା ଆଉ କିଛି ସାର୍? ଏଇଟା ଅପିଲ କରାଯାଇଛି ସମସ୍ତେ।